तुम हाथ धरी टाणी आनिबाक साहस कली केमिति बे? अरे तोते टाणी आनिबा पई बरा मते लाइसेंस मिल जाईची आउ केमिति आनिबे रे आबादे तो टिया पाल करबा को स्वामी मते लाइसेंस देईची दाए तमे बिच्छा कहउछ मौसमी केबे भी एमिति काम करि पारिबो जे पचा एटा जदि बिच ताहले पचा ये जा कहउछि ए कथा कण सत ओ सत दाए ए संजय ए तमे कहानी कहला तुम निज स्त्री को हद हाथ में टेकी देवा चाहूछ तमे मनीष ना राक्षस हेलो डार्लिंग देहदान महापुण्य तुमर ए सुंदर देह को जापानी बाई को दान करी ता मन खुशी करदेले असुविधा कौन दाए ओ ताके बे हबाकु देबे दे चुप कर तोथे मो फायदा पाई बाई हितिले सेते बेले दरकार तू मो काम रे आसीबो चुपचाप जापानी बाई पाक चली जा अच्छा भाई अच्छा बस तू तो पार्टी कर किए तो बचेबा को आसीबे निलो ए भीतरे केवल तू आउ बो दाए मते छाड़ी दियो मोर सर्वनाश कर दे हां मोर सर्वनाश कर दे ओ बे करन सर्वनाश होची से दिन तो भाई को तो स्वामी संजय आउ मो नहीं जण बेसी तो भाई अजय को मारी देइतिलु आज आज तो इज्जत नेला परे संजय टा दांडर भिकारी हेइ दिबो भिकारी ए हराम कुत्ता ओ म भाई को मारी देइछु तोते मु छाड़ी भी दे ए संगे संग मु पुलिस स्टेशन जिबे हां तो नारे कंप्लेन देबे द्वारा जेबे जा किंतु ता परमारो वो तो सही तो ये रंग खेलवा को चाहे अरे हालो अरे कौन रंग खेलिया जानी दे ओ बाबा श्री तबे आसी तो निज बहु को उद्धार करने को चली जाओ टारू मो खाइबा भातर दोली मारे चेष्टा कले आग तमे मारिब अरे मारी दे अरे मारी दे मते किंतु मो बहुर किछि हबा को देबेनी अरे आराम दादा बुढ़ा तू भलो रे मारी बनी ए देख ओ तार कौन करिछि
ମୋ ପଛପଟରୁ ମୁଣ୍ଡ ମାରିଦେଲା ଯେ ମୁଁ କିଛି ଜାଣିପାରିଲିନି। ଏ ଶ୍ୱଶୁର ବୋଉ ଦିଟା ବି ମୋ ହାତରୁ ଖସିଗଲେ। ଆରେ ନା ଛାଡ଼ିବିନି ସେମାନଙ୍କୁ। ହଁ ମାରିଦେବି ମୁଁ। चौपदी भाई वो स्त्री तुमको मौका देला तो अरे कोपा आलूटा चला तो बापा अब तो स्त्री वो मोटर बड़ मारे कुआड़े चपट मारिले। ओ এই কথা ଆଉ ଦିନେ ଚାନ୍ଦେଲେ ହବନି କି? अबे नहीं बे वो स्त्री ଆଉ ମୋର ଦରକାର ନାହିଁ। ଯାହା ପାଇବେ କଥା ମୁଁ ପାଇ ସାରିଛି। चौपदी भाई एथर मो बापार संपत्ति मोर हब तो ए संपत्तिर मालिक मु हेई पारिबि तो? अबे नहीं बे ए संपत्ति तू हो पाई पारिबुनी। ଆଉ କାହିଁକି ହେଇପାରିବନି? ତମେ ଯାହା କହିଲ ମୁଁ ତାହା କଲି। ଶେଷରେ ମୋ ସ୍ତ୍ରୀକୁ ବି ତୁମ ହାତରେ ଦାନ କରିଦେଲି। ଆଉ କେମିତି ହବନି? अरे तो ना ଅଛି ଯେ ତୁ ଖାଇବୁ। ଏ ସବୁ ସମ୍ପତ୍ତି ପରା ମୋ ନାଁରେ କରିଦେଇଛି। ଆରେ ନା ଏସବୁ ସମ୍ଭବ ହେଲା କେମିତି? ଆରେ ବକା ସେଇଦିନ ପରା ସାଦା ପେପରରେ ତୋ ବାପାର ସାଇନ ମରେଇଥିଲୁ। ଆଉ ମୁଁ ସେଥିରେ ଲେଖିଦେଲି ମୋହନ ଦାସ ନିଜର ସମସ୍ତ ସମ୍ପତ୍ତି ଏ ଜାପାନୀକୁ ଦାନ କରିଦେଇଛନ୍ତି। ବେ ଜାପାନୀ ଲେଖ ତୁ ମୋ ସହିତ ଏତେ ବଡ଼ ଗାଦାରି କରିଦେଲୁ। ତୋତେ ମୁଁ ଛାଡ଼ିବିନି। ମାରି ମାରି ଜୀବନରୁ ମାରିଦେବି। ମୁଁ ତୋର ଖୋଲୁ ସଞ୍ଜୟ ଏଇଟା ମୋ ଘର ଠିଆ ହେଇ ବେଶୀ ବଡ଼ ପାଟିରେ କଥାବାର୍ତ୍ତା କରନା ନହେଲେ ପୋଲିସକୁ କହିଦେବି। ତୋ ଶୁଣ ଅଜୟକୁ ତୁ ମାରିଛୁ ବୋଲି କହିଦେବି। 12 ବର୍ଷ ଜେଲ ହେଇଯିବ ବେ। ଭଲ ଗତି ଅଛି ତ ସୁନା ପିଲା ପରେ ଏଠାରୁ ଚାଲିଯା। ଆମେ ଯାବେ। ଠିକ ଅଛି ମୁଁ ଯାଉଛି। ହେଲେ ମୁଁ ଯୋଉ ଦିନ ଫେରିବି ସେଇଦିନ ସାଙ୍ଗରେ ତୁ ମରଣ ନେଇ ଆସିବେ। জাপানি লেঙ্কা টকিরি টকা মৌকা দেখি মারে চৌকা চক্কা। ଇରେ ଜାପାନୀ ବାବୁ ହସିବା ବନ୍ଦ କର। ଆମେ କୋଉଠି ଲୁଚିବା ସେ କଥା ଟିକେ ଚିନ୍ତା କର। अबे हे कौन पावी लुचि बाबे କଣ କିଛି ଜାଣିପାରୁନୁ? ଇରେ ଜାପାନୀ ବାବୁ ଆମ ନାଁରେ କମ୍ପ୍ଲେନ୍ ଦେବାକୁ ସମସ୍ତେ ଥାନାକୁ ଯାଉଛନ୍ତି। ପୋଲିସ ଆସିଲେ ସିଧା ସେଣ୍ଟ୍ରାଲ ଜେଲ୍। କିଏ କିଏ ଯାଉଛନ୍ତି ବେ? କଣ ଆଉ କହିବି ଜାପାନୀ ବାବୁ? ସେ ରାକ୍ଷୀ ମୋହନ ଦାସ ଗୀତା ସଞ୍ଜୟ ସମସ୍ତେ ଯାଉଛନ୍ତି। अबे नहीं बे ସେମାନେ ଥାନାକୁ ଯିବା ପୂର୍ବରୁ ମୋ ଗୋଟି ଗୋଟିକୁ ପରିଶେଷ କରିଦେବେ। ଆମେ ଚାଲବେ। ମୋର ଭୁଲ ହେଇଯାଇଛି ମନୁ ଭାଇ, ମୋତେ କ୍ଷମା କରିଦିଅ। ମୁଁ ସେଦିନ ସେ ଜାପାନୀ ଲେଙ୍କା କଥାରେ ପଡ଼ି ମୁଁ ତୁମକୁ ମୋ ଭାଇର ହତ୍ୟାକାରୀ ବୋଲି ଭାବୁଥିଲି। ହେଲେ ସେ ଜାପାନୀ ଲେଙ୍କା ଆଉ ମୋ ସ୍ୱାମୀ ମିଶି ମୋ ଭାଇକୁ ମାରି ଦେଇଛନ୍ତି। ହଁ ଗୀତା ମୁଁ ବି ମୋ ନିଜ ଆଖିରେ ଦେଖିଛି। ସେମାନେ ଦି ଜଣ ମାରିକି ଦୋଷଟା ମୋ ଉପରେ ଲଦି ଦେଲେ। ହଁ ସବୁ ଭୁଲ ମୋ ପୁଅ ସଞ୍ଜୟର। ତା ଲାଗି ଜାପାନୀ ଆଜି ଏତେ ସବୁ କୁକର୍ମ କରିଛି। ହଁ ସବୁ ଭୁଲ ମୋ ପୁଅ ସଞ୍ଜୟର। তুমি ঠিক কইছো বাপা। এথিপাই কেবল ମୁଁ ଦାୟୀ।
মতে ক্ষমা করে দিও বাপ্পা তরুটে মতে ক্ষমা করে দিও আরে অমଣିষ মଣିষ যেমিতি কর্ম করে সেমিতি ফল পাଏ হাউ ক্ষমা মাগিলে কଣ হব মতে দয়া কর বাপ্পা এথিপাই কেবল মু দায়ী মতে ক্ষমা করে দিও বাপ্পা আরে ମୁଁ ନୁହେଁ ଯେଉଁମାନଙ୍କର ଆଖିରେ ଲୁହ ଗଡ଼ୁଛି ତାଙ୍କମାନଙ୍କୁ ଯାଇ କ୍ଷମା ମାଗ ହଁ ତାଙ୍କମାନଙ୍କୁ ଯାଇ କ୍ଷମା ମାଗ মোর ভুল হয়ে যাইছি মনু ভাই তরুটে মতে ক্ষমা করে দিও ও এ সত কথাটা ସମସ୍ତଙ୍କୁ କହିଦେବି ନାଇଁ ସଜେଇ ବାବୁ ମୋ ଭଉଣୀକୁ ତମେ ଖୁସିରେ ରଖିଲେ ମୁଁ ବହୁତ ଖୁସି ହେବି ଏ ଗୀତା ତୁମେ ମତେ କଣ କ୍ଷମା କରିପାରିବନି ସେଦିନ ମୁଁ ଗୋଟେ ମଣିଷ ଥିଲେ ଗୀତା ନିଜ ସ୍ତ୍ରୀକୁ ପର ପାଖକୁ ବିକି ଦେଇଥିଲି ଦାଏ ଆଜି ମୁଁ ଭଲ ମଣିଷ ହେଇଯାଇଛି ମତେ କ୍ଷମା କରିଦିଅ ଗୀତା ନା ମୁଁ ତୁମକୁ କେବେ କ୍ଷମା କରିପାରିବିନି ଯେ ନିଜ ସ୍ତ୍ରୀକୁ ଅନ୍ୟ ହାତରେ ଫିକି ଦିଏ ତାକୁ ମୁଁ କେବେ କ୍ଷମା କରିପାରିବିନି ତମେ ବିଶ୍ୱାସ ନାଁରେ ଗୋଟେ ବିଷ ଗଛ ବିଷ ଗଛ ମୋ ଜୀବନରେ ମୁଁ ବହୁତ ପାପ କରିଛି ମତେ ତାର ପ୍ରାୟଶ୍ଚିତ ପାଇବାକୁ ତୋରୁଟିଏ ସୁଯୋଗ ଦିଅ ଗୀତା ଓ ତୋରୁଟିଏ ସୁଯୋଗ ଦିଅ ଆଲୋ ହେ ଗୀତା ଆଲୋ ସମୟ ପରା ଯତ ଠାକୁର ଗୀତା ଆଲୋ ସେ ତତେ କ୍ଷମା ମାଗିଲେ ତତେ ପାପ ଲାଗିବ ଗୀତା ଆଲୋ তো সময় পরা তোতে ভুল মাগুছি তু তাকে মনা করতে মনা কর না যা আলো যা হলো গীতা যা তোরটিয়ে মতে ক্ষমা করে দে গীতা ও ক্ষমা করে দে ହଁ ସଞ୍ଜୟ ମୁଁ ତୁମକୁ କ୍ଷମା କରିଦେଲି ଗୀତା ସଞ୍ଜୟ ମୋ ଗୀତା আরে এটি তুমি মানে সমস্তে তু হে গীত এ তো ভাইকে মারি দেইথিব এ কুনিকে তো পাখরে কাইকি রখিথিব তাকে ঝতারে মারি মারি বাহার করি দে ମୁଁ ବି ସେୟା ଭାବୁଥିଲି ବାପା ହେଲେ ସେ ମୋ ଭାଇର ହତ୍ୟାକାରୀ ନୁହନ୍ତି ସେ ମୋ ଭାଇକୁ ମାରି ନାହାନ୍ତି ବାପା কোন কইছিল গীত ହଁ ବାପା ସେ ଜାପାନୀ ଲେଙ୍କା ଆଉ ମୋ ସ୍ୱାମୀ ମିଶି ମୋ ଭାଇକୁ ମାରି ଦେଇଛନ୍ତି ହଉ ମଉସା ଜାପାନୀ ଲେଙ୍କା କତାର ପଡ଼ି ଅଜୟ ଭାଇକୁ ମାରିବାକୁ ମୁଁ ବି ସାହାଯ୍ୟ କରିଥିଲି তা মানে ମୋ ମନ ନିର୍ଦୋଷ ହଁ ବାପା ସେଥିରେ ତାର କିଛି ଦୋଷ ନାହିଁ হে মনু হে মু তোতে বহুত মারিছি রে বাবা তোর এই বুড়া পাপাটাকে ক্ষমা করে দেবু রে ক্ষমা করে দেবু ନାଇଁ ବାପା তুমি ସେମିତି କୁହନି ବାପା ତମେ ମୋତେ କ୍ଷମା ମାଗିଲେ ମୋତେ ପାପ ଲାଗିବ ତ ମୋତେ କ୍ଷମା ମାଗୁନି ବାପା ମାଗୁନି ମୋତେ ବାପା ଏ ବାପା আরে দেখ মু কৌতিল না মো পুଅ ନିର୍ଦ୍ଦୋଷ ବୋଲି ମୋ ପୁଅ ମଣିଷ ମାରିନି ବୋଲି ଏବେ ଦେଖିଲ ମୋ ପୁଅ ଗୋଟେ ସୁନା ପୁଅ ଓହୋ ସୁନା ପୁଅ ଆରେ ପାଗ ତୋରା
ସତ କହ ତୁ କୁଆଡ଼େ ଯାଇଥିଲୁ? ଥାନାକୁ ଯାଇଥିଲି ଥାନାକୁ? ଆରେ କ'ଣ ପାଇଁ ଯାଇଥିଲୁ? ଫିଲ୍ମ ଦେଖିବାକୁ। ଥାନାକୁ କ'ଣ ପାଇଁ ଯାଆନ୍ତି ତୁ ଜାଣିନୁ? ତାମାନେ ମୋର ସବୁ କଥା ସେଇଠି ବାତି କରିଦେଇଛୁ ନାଇଁ? ହଁ ରୋହିତ ଆରେ ପୁଅ ତତେ ପାସି ହବ। ମତେ ପାସି ହେବ? ବଢ଼ିଆ ହବ। ହେଲେ ସେଦିନ ମତେ ନିଶା ଔଷଧ ପିଆଇ ମତେ ଅଚେତା କରି ମୋ ଟଙ୍କା ସବୁ ନେଇ ଆସିଛୁ। ସେଇ ଟଙ୍କା ମୁଁ ଆଦାୟ କରିବି ନା? ଏ ବଡ଼ ରଗିଆ ବାଡ଼ି ପୋଷା ଚାଡ଼ା ବାନ୍ତିଆ ତରେ ମତେ ଚୁଇକି ଦେଖ। ମୋ ଭଲ ରୂପଟା ଦେଖିଛୁ ରେ ପୁଅ, ମୋ ବିଶ୍ୱ ରୂପଟା ତୁ ଦେଖିନୁ। ତୋ ଛାତି ଉପରେ ଘଡ଼ ପକେଇ କଲିଜାକୁ ଯଦି ଦି ପାଡ଼ ନ କରିଛି ତାହେଲେ ମତେ ଚିହ୍ନିବୁ ମୁଁ କୋଉ ଟାଇପ୍ର ଝିଅ। ମୋ ହାତରେ ଗୋଟାଏ ଟାଙ୍ଗିଆ ଥାନ୍ତା ତୋତେ ଖଣ୍ଡ ଖଣ୍ଡ କରି ଦେଇଥାନ୍ତି। ହ୍ୟାଲୋ ଏ ତୁ କ'ଣ ନାଟରେ ଚଢ଼ି ପାଠ କରୁଛୁ କିଲୋ? ହଁ ମୁଁ ଚଣ୍ଡୀ, କେବଳ ତୋରି ପାଇଁ ଚଣ୍ଡୀ ହେଇଯାଇଛି। ରୋହିତ ଆରେ ପୁଅ ତୁ ଯେତେ ଜଣଙ୍କୁ କନ୍ଦେଇଛୁ ଆଜି ତୁ ନିଜେ କାନ୍ଦିବୁ। ତତେ ମୁଁ ଛାଡ଼ିବିନି, ମାରିକି ତ ରକ୍ତ ପିଇଯିବି। ତତେ ମୁଁ ଆଜି ଚବେଇ ଚବେଇ ଖାଇଦେବି ଲୋ। ଆଲୋ ମୋ ଦିଦି ତୋରେ ହାତ ଲଗେଇବାକୁ ସାହସ କଲୁ କେମିତି ବେ? ମାଟି କିଆ ଉଣ୍ଡା ତୁ ଆସିଛୁ ରାକ୍ଷୀକୁ ବଞ୍ଚେଇବାକୁ? ତୁ ଜଣେ ପାରିବୁନି ବେ। କିଏ ଯାଇଛି ରକ୍ଷୀର ସ୍ୱାମୀ? ମୋ ସ୍ତ୍ରୀର ଯଦି କିଛି ହେଇଯାଏ ତାହେଲେ ଯା ମତେ ତତେ ମାରି ଶେଷ କରିଦେବି। ଓ ତୁ ରାକ୍ଷୀର ସ୍ୱାମୀ? ତୁ ଶୁଣ ଆଗ ମରିବୁ। ତମ ଦିଟା ପାଇଁ ଦିଟା ଚୁରି ରଖିଛି ବେ। ଆଗ ତମକୁ କେରେ କେଚେ କରିବି ତାପରେ ବାକି କଥା। ମୁଁ ବି ତୋ ପାଇଁ ଗୋଟେ କେରେ କେଚେ ଆଣିଛି। ଛେଳି କାଟିଲା ପରେ କାଟିଦେବେ। ଏ ସତ ତୁ ପୁଣି କୁଆଡ଼େ ଆସିଛୁ ବେ? ହିସାବ ଦେବାକୁ। ଆମେ ତୁ କି ହିସାବ ନେବୁ ବେ? କ'ଣ ଜାଣିପାରିଲୁ? ତୋ ପାଇଁ ଏ ମନୁ ଭାଇ ଗୋଟେ କୁନି ଆସାମୀ ହେଇଗଲା। ତୋ ପାଇଁ ମୋ ସ୍ତ୍ରୀ ଆଉ ବାପାଙ୍କୁ ବହୁତ କଷ୍ଟ ଦେଇଛି। ସେ ସବୁ ହିସାବ ତୁ ନେବ। ଏ ଜାପାନୀ ଯାହା କରେ ତାର ହିସାବ ରଖେ ନିବେ। ମୋ ସହିତ ନ ଲାଗିଯାଅ, ନହେଲେ ମୁଁ ଜାପାନୀ ରେଙ୍କା କାଟେ ଟକିରି ଟକା ଚୌକା ଦେଖି ମରେ ଚୌକା ଚକ୍କା।
ଦରକାର କୁଆଡ଼େ ନେଇ ଦରକାର ନାହିଁ ମୁଁ ଆଉ ବଞ୍ଚି ପାରିବିନି ରଖି 2 ଦିନ ପାଇଁ ହଉ ତମ ପରି ସ୍ତ୍ରୀଟିଏ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି ସବୁ ଜନ୍ମରେ ତମ ପରି ସ୍ତ୍ରୀଟିଏ ମିଳୁ ମୁଁ କ'ଣ ଏଥିପାଇଁ ତମକୁ ବାର ଦ୍ୱାର ବିକ ମାଗି ଭଲ କରିଛି ଏ ମନ ରଖି ମନରେ ତୋ ଛଡ଼ା ଆଉ କିଏ ନାହିଁ ରେ କେବଳ ତୋତେ ଭଲ ପାଏ ମୋ ରକ୍ତର ସିନ୍ଦୁର ତା ମତାରେ ଦେଇ ତୁ ନିଜର କର ବାସ୍ ଏଥର ତମେ ସାରା ଜୀବନ ଖୁସିରେ ରୁହ ଏ ମନୁ ରାତି ତୋ ନାଁକୁ ହାତରେ ଲେଖିଲା ବୋଲି ସିନା ମୁଁ ନିଜେ ଏବେ ମୁଁ ଜାଣିପାରୁଛି ତୋ ନାଁକୁ ମନରେ ଲେଖି ଦେଇଛି ଦୟାକରି ମୋ ମା ବାପାକୁ ଉତ୍ତର ନେଇକି ଯାଅ লেখে